ମୂଳା ହଉ କି ମୂଳା ଶାଗ ପ୍ରାୟତଃ ଘରେ ଲୋକ ଖାଇବା ପାଇଁ ପସନ୍ଦ କରନ୍ତିନି। ଯଦି କିନ୍ତୁ ଏହିପରି ମୂଳା ଆଉ ମୂଳା ଶାଗକୁ ବନେଇ ନେବେ ନା, ଖାଉନଥିବା ଲୋକ ମଧ୍ୟ ହାତ ଚାଟିକି ଖାଇବେ। ଆର ସ୍ୱାଦ ଏମିତି, ଗୋଟେ ଥର ବନେଇଲେ ଯେବେ ବି ଘରକୁ ମୂଳା ଆସିବ ସବୁବେଳେ ଇଚ୍ଛା କରିବେ ଏଇ ମୂଳା ଶାଗର ତରକାରୀ ବନେଇବା ପାଇଁ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି କିମ୍ବା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଗୋଟେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ମୂଳାର ଏହି ସ୍ୱାଦିଷ୍ଟ ରେସିପି ବନେଇବା ପାଇଁ ପ୍ରଥମେ ମୁଁ ଏଠି 2ଟି ମୂଳା ନେଇଛି। ଆପଣ କ୍ୱାଣ୍ଟିଟି ହିସାବରେ କମ୍ ବେଶୀ କରିପାରିବେ। ତା ସହିତ ମୂଳାର ଶାଗ ମଧ୍ୟ ନେବା, କିନ୍ତୁ କ୍ୱାଣ୍ଟିଟି ଟିକେ କମ୍ ରଖିବେ। ଏବେ କ'ଣ କରିବା ନା, ଆଗପଟ ଆଉ ପଛପଟକୁ କାଟି ନେବା। କାଟି ନେଇ ସାରିଲା ପରେ ତା ମୂଳାର ଚୋପାକୁ ଛଡ଼େଇ ନେବେ। ଛଡ଼େଇ ନେଇ ସାରିଲା ପରେ ଏଠି ଆପଣ କ'ଣ କରିବେ ନା, 2 ଫାଳ କରିନେବେ। ଆଉ ଟିକେ ମିଡ଼ିୟମ୍ ପିସ୍ରେ ଏଇପରି କାଟି ନେବେ। ଦେଖିପାରୁଥିବେ ପିସ୍ ଆପଣଙ୍କ ହିସାବରେ ଛୋଟ ବଡ଼ ମଧ୍ୟ କରିପାରିବେ। ତା ସହିତ ମୁଁ ଗୋଟେ ଆଳୁକୁ ମଧ୍ୟ ଚୋପା ଛଡ଼େଇକି କ୍ୟୁବ୍ ପିସ୍ରେ କାଟିକି ରଖିଛି। ଏବେ ଆମେ ଶାଗକୁ କାଟି ନେବା। ଶାଗର ପରିମାଣ ଟିକେ କମ୍ ରଖିବେ। ଯଦି ଆପଣଙ୍କୁ ମୂଳା ଶାଗ ଅଧିକା ପସନ୍ଦ, ଆପଣ ଏଠି ଅଧିକା ପରିମାଣର ନେଇପାରିବେ। ତାର ଯେଉଁ ଡେମ୍ଫ ପାର୍ଟ ବା ମୋଟା ପାର୍ଟ ଥାଏ ତାକୁ ପ୍ରଥମେ କାଢ଼ି ନେବେ। କାଢ଼ି ନେଇ ସାରିଲା ପରେ ଭଲସେ ଶାଗକୁ ଏଠି ଚପଲି କାଟି ନେବେ। ଦେଖିପାରୁଥିବେ ଆକୁ ଗୋଟେ ସାଇଡ଼ରେ ରଖି ନେବା। ଚାଲନ୍ତୁ ପ୍ରଥମେ କ'ଣ କରିବା ନା, କାଟିକି ରଖିଥିବା ଆଳୁ ଆଉ ମୂଳାକୁ ଗୋଟେ ମିକ୍ସିଂ ବାଉଲରେ ଦେଇଦେବା। ତା ସହିତ 1.5 ଚାମଚ ଅଦା ରସୁଣର ପେଷ୍ଟ ଏଠି ୟୁଜ୍ କରୁଛି। ସ୍ୱାଦ ହିସାବରେ ଲୁଣ ଦେବା। ଲୁଣ ଦେଇ ସାରିଲା ପରେ ଏଠି ଆପଣ କ'ଣ କରିବେ ନା, କଲର୍ ପାଇଁ ଅଳ୍ପ ଟିକେ କାଶ୍ମୀରୀ ଚିଲି ପାଉଡ଼ର ୟୁଜ୍ କରିବେ। ତା ସହିତ 1/2 ଚାମଚ ଏଠି ଆମେ ଧନିଆ ଗୁଣ୍ଡ ଦେବା। ଆପଣ ଯଦି ଚାହିଁବେ ଗରମ ମସଲା ଦେଇପାରିବେ। ଅଳ୍ପ ଟିକେ ହଳଦୀ ଗୁଣ୍ଡ ଦେଇ ଦେଉଛି। ଏବେ କ'ଣ କରିବା, 1ରୁ 1.5 ଚାମଚ ଏଠି ୟୁଜ୍ କରିବା ବେସନ। ଯେହେତୁ ମୂଳାରୁ ବହୁତ ସାରା ପାଣି ବାହାରିଥାଏ, ସେଥିପାଇଁ ବେସନ ନିଶ୍ଚୟ ଦେବେ। ଗୋଟେ ଭଲ କୋଟ୍ ହେଇଯିବ, ତରକାରୀର ସ୍ୱାଦ ମଧ୍ୟ ଭଲ ଆସିବ। ଅଳ୍ପ କିଛି କସୁରୀ ମେଥି ୟୁଜ୍ କରୁଛି। ଦେଇ ସାରିଲା ପରେ ଆକୁ ଆମେ କ'ଣ କରିବା ନା, ଭଲସେ ଟିକେ ମ୍ୟାରିନେଟ୍ କରିନେବା। ଦେଖିପାରୁଥିବେ ବେସନ ଆଉ ମସଲା ମୂଳା ସହିତ କୋଟ୍ ହେଇଗଲାଣି। ଏବେ ଆକୁ ଗୋଟେ ସାଇଡ଼ରେ ରଖିନେବା। ସୋରିଷ ମସଲା ଦେଇ ମୂଳା ତରକାରୀ ବନେଇଲେ ଟେଷ୍ଟ ପୁରା 2 ଗୁଣା ହେଇଯାଇଥାଏ। ସେଥିପାଇଁ କ'ଣ କରିବା ନା, ଗୋଟେ ମିକ୍ସିଂ ଜାରରେ 2ଟି କଞ୍ଚା ଲଙ୍କା ଦେବା। ତା ସହିତ 1 ଚାମଚ ଏଠି ଆମେ କଳା ସୋରିଷ ୟୁଜ୍ କରିବା। ଆଉ 4ରୁ 5ଟି ରସୁଣ କୋଲାକୁ ଚୋପା ଛଡ଼େଇକି ଦେଇଦେବା। ଯେତିକି ଆପଣ ସୋରିଷ ନେବେ ତାର ଅଧା ଏଠି ଜିରା ୟୁଜ୍ କରିବେ, ମାନେ 1/2 ଚାମଚ ଜିରା ଦେଇ ଦେଉଛି। ଏବେ କ'ଣ କରିବା, 2ରୁ 3 ଚାମଚ ପାଣି ଦେଇକି ଚିକଣ ସେ ବାଟି ଆଣିବା। ଏଇ ସୋରିଷ ମସଲାକୁ ଆପଣ ତରକାରୀରେ ୟୁଜ୍ କରିବେ, ଟେଷ୍ଟ ଭଲ ଆସିବ। ସୋରିଷ ମସଲାକୁ ମୁଁ ଏଠି ବାଟି ନେଇଛି, ଗୋଟେ ସାଇଡ଼ରେ ରଖି ନେବା। ଏପଟେ ଗୋଟେ କଡ଼େଇ ବସେଇଛି। କଡ଼େଇରେ ପ୍ରଥମେ କ'ଣ କରିବା ନା, 1 ଚାମଚ ତେଲ ଦେଇଦେବା। ଯଦି ସୋରିଷ ତେଲ ୟୁଜ୍ କରିଥିବେ ତାହେଲେ ତେଲକୁ ପ୍ରଥମେ ଭଲସେ ଗରମ ହେବା ପାଇଁ ଦେବେ। ତେଲ ଯେତେବେଳେ ଗରମ ହେଇଯିବ, ମ୍ୟାରିନେଟ୍ କରି ରଖିଥିବା ମୂଳା ଆଉ ଆଳୁକୁ ଦେଇଦେବେ। ଦେଇ ସାରିଲା ପରେ ଆପଣ ଏଠି କ'ଣ କରିବେ ନା, 1ରୁ 2 ମିନିଟ୍ ପ୍ରଥମେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଭଲସେ ଟିକେ ଭାଜି ନେବେ। ଯେହେତୁ ଏଠି ବେସନ ଆମେ କୋଟ୍ କରିଛେ, ଟିକେ ଏମିତି ଲାଗିଯିବ, ଆପଣ କେୟାରଫୁଲି ଭାଜିବେ। ଭାଜି ସାରିଲା ପରେ ମୂଳା ସିଝିବା ପାଇଁ କଭର୍ କରିକି ମିଡ଼ିୟମ୍ ଫ୍ଲେମ୍ରେ 3ରୁ 4 ମିନିଟ୍ ଛାଡ଼ିଦେବେ। 3ରୁ 4 ମିନିଟ୍ ପରେ ଆପଣମାନେ ଦେଖିବେ ମୂଳା ପ୍ରାୟତଃ 50% ସିଝିଯାଇଛି। ଏବେ ଆପଣ କ'ଣ କରିବେ ନା, ପାଖାପାଖି 3ରୁ 4 ମିନିଟ୍ ଏଇପରି ଖେଳେଇକି ଭଲସେ ଟିକେ ଭାଜି ନେବେ। ଆଉ ମୂଳାର କଲର୍ ଦେଖନ୍ତୁ ପୁରାପୁରି ଚେଞ୍ଜ ହେଇଗଲାଣି। ଏବେ କ'ଣ କରିବା ନା, ସବୁକୁ କାଢ଼ିକି ଗୋଟେ ପ୍ଲେଟ୍ରେ ରଖିନେବା। ସେଇ କଡ଼େଇରେ ମୁଁ ଏବେ କ'ଣ କରୁଛି ନା, ଆହୁରି 1 ଚାମଚ ତେଲ ଦେଇଦେବି। ତେଲ ଯେତେବେଳେ ଗରମ ହେଇଯିବ, 1/2 ଚାମଚ ଏଠି ଆମେ ଜିରା ଦେବା। ଜିରା ଯେତେବେଳେ ଫୁଟିଯିବ, ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ କାଟିକି ରଖିଥିଲି, ଟମାଟୋକୁ ଦେଇଦେବା। ଟମାଟୋ ଦେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ 1 ମିନିଟ୍ ଭାଜି ନେବା। ଭିଡ଼ିଓକୁ ଆଗକୁ ନେବା ଆଗରୁ ମୁଁ ଆପଣଙ୍କୁ ଗୋଟେ ଅନୁରୋଧ କରିବି, ଯଦି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବେ। ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ। ଏବେ କ'ଣ କରିବା ନା, ସ୍ୱାଦ ହିସାବରେ ଲୁଣ ଦେବା। ଲୁଣ ଦେଇ ସାରିଲା ପରେ ଆକୁ ଟିକେ ମିଶାଇ ନେବା। ଟମାଟୋ ସିଝିବା ପାଇଁ କଭର୍ କରିନେବା। କଭର୍ କରିକି 2ରୁ 3 ମିନିଟ୍ ଏଠି ଆମେ ଛାଡ଼ିଦେବା। 3 ମିନିଟ୍ ପରେ ଆପଣମାନେ ଦେଖିବେ ଟମାଟୋ ପୁରାପୁରି ସିଝିଯିବ। ଯେହେତୁ ଆମେ ଲୁଣ ୟୁଜ୍ କରିଛେ ନା, ଟମାଟୋ ଶୀଘ୍ର ସିଝିଯିବ। ଏବେ 1 ମିନିଟ୍ ଏଇପରି ଟିକେ କଷି ନେବେ। କଷି ନେଇ ସାରିଲା ପରେ 1/2 ଚାମଚ କସୁରୀ ମେଥିକୁ ମୁଁ ଏଠି କ'ଣ କରିଥିଲି ନା, ଟିକେ ଉଷୁମ କରିକି ହାତରେ କ୍ରସ୍ କରି ଦେଇଥିଲି। କସୁରୀ ମେଥି ୟୁଜ୍ କରିବେ, ଦେଖିବେ ଟେଷ୍ଟ ବହୁତ ଭଲ ଆସିଥାଏ। ଯଦି ଆପଣ ଉଷୁମ କରିକି କ୍ରସ୍ କରିଦେବେ ନା, ତା ଟେଷ୍ଟ ଆହୁରି ବହୁତ ଭଲ ଆସିଥାଏ। ତା ସହିତ ବାସ୍ନା
ମଧ୍ୟ ଭଲ ଆସିଥାଏ। ଏବେ କସୁରୀ ମେଥି ଦେଇ ସାରିଲା ପରେ ଆକୁ ଆମେ କ'ଣ କରିବା ନା ଟିକେ ମିଶାଇ ନେବା। ଯେଉଁ ସୋରିଷ ମସଲାକୁ ଆମେ ବାଟିକି ରଖିଥିଲେ ସେଇ ମସଲାକୁ ଦେଇଦେବା। ମସଲାକୁ ଦେଇ ସାରିଲା ପରେ 1ରୁ 2 ମିନିଟ୍ କଷି ନେବା। ସୋରିଷ ମସଲାକୁ ଅଧିକା କଷିବେନି ନହେଲେ ପିତା ଲାଗିବ। ଏବେ କ'ଣ କରିବା ନା ଅଧା ଚାମଚ ହଳଦୀ ଗୁଣ୍ଡ, 1 ଚାମଚ କାଶ୍ମୀରୀ ଚିଲି ପାଉଡ଼ର ଦେଇଦେବା। ଦେଇ ସାରିଲା ପରେ ଆକୁ ଆମେ 1 ମିନିଟ୍ ପାଇଁ ଭଲସେ ଟିକେ ମିଶାଇ ନେବା। ଦେଖିପାରୁଥିବେ ମସଲାରୁ ତେଲ ଛାଡ଼ିବା ଷ୍ଟାର୍ଟ ହେଇଗଲାଣି। ଏବେ କ'ଣ କରିବେ ବେଶୀ ଆଉ କଷିବେନି। ଭାଜିକି ରଖିଥିବା ମୂଳା ଆଉ ଆଳୁକୁ ଦେଇଦେବେ। ମୂଳା ଆଳୁ ପ୍ରାୟତଃ 60ରୁ 70% ସିଝିଯାଇଛି ଆଉ ସିଝିବା ପାଇଁ ବେଶୀ ସମୟ ଲାଗିବନି। ସେଥିପାଇଁ କ'ଣ କରିବେ ନା ମସଲା ସହିତ 1 ମିନିଟ୍ ପ୍ରଥମେ କଷି ନେବେ। କଷି ନେଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ ପାଖାପାଖି 1ରୁ 1.5 କପ୍ ଏଠି ମୁଁ ପାଣି ଦେଇ ଦେଉଛି। ପାଣି ଦେଇ ସାରିଲା ପରେ ଆକୁ ଆମେ କ'ଣ କରିବା ନା ମିଶାଇ ନେବା। ମୂଳା ଆଉ ମୂଳା ଶାଗର ତରକାରୀ ନା ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଆପଣଙ୍କୁ ଗରମ ଗରମ ଭାତ ସହିତ ବା ରୁଟି ସହିତ ମଧ୍ୟ ଖାଇପାରିବେ। ଏବେ ଟିକେ ମିଶାଇ ନେଇ ସାରିଲା ପରେ କଭର୍ କରିନେବା। କଭର୍ କରିକି ମିଡ଼ିୟମ୍ ଫ୍ଲେମ୍ରେ 5ରୁ 6 ମିନିଟ୍ ଛାଡ଼ିଦେବା। 6 ମିନିଟ୍ ପରେ ଆପଣ ଦେଖିବେ ତରକାରୀ ବହୁତ ଭଲସେ ଫୁଟିବା ଷ୍ଟାର୍ଟ ହେଇଯିବ। କାଟିକି ରଖିଥିବା ମୂଳା ଶାଗକୁ ଦେଇଦେବେ। ମୂଳା ଶାଗକୁ ସବୁବେଳେ ଲାଷ୍ଟକୁ ୟୁଜ୍ କରିବେ ଯେହେତୁ ମୂଳା ଶାଗ ସିଝିବା ପାଇଁ କମ୍ ସମୟ ଲାଗିଥାଏ। ଏବେ କ'ଣ କରିବା ନା ଶାଗ ଦେଇ ସାରିଲା ପରେ ଜଷ୍ଟ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ଏଠି ଆପଣ କ'ଣ କରିବେ ନା କଭର୍ ଲଗାଇଦେବେ। କଭର୍ ଲଗାଇକି ମାତ୍ର 2 ମିନିଟ୍ ଛାଡ଼ିବେ। ବେଶୀ ସମୟ ଛାଡ଼ିବେନି। 2 ମିନିଟ୍ରେ ଦେଖିବେ ପୁରା ତରକାରୀ ବନିକି ରେଡ଼ି ହେଇଯିବ। ମୁଁ ଆପଣଙ୍କୁ 2 ମିନିଟ୍ ପରେ କଭର୍ କାଢ଼ିକି ଦେଖେଇ ଦେଉଛି। ଦେଖନ୍ତୁ ତରକାରୀର ଲୁକ୍ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଖାଇବା ପାଇଁ ମଧ୍ୟ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ତା ସହିତ ଭଲ ବାସ୍ନା ମଧ୍ୟ ଆସିଥାଏ। ଏବେ କ'ଣ କରିବା ନା ଆକୁ ଟିକେ ଜଷ୍ଟ ମିଶାଇ ନେବା। ଆପଣ ଏଇ ପ୍ରୋସେସ୍ରେ 1 ଥର ମୂଳା ଆଉ ମୂଳା ଶାଗର ତରକାରୀ ବନାନ୍ତୁ। କେମିତି ବନିଲା ମୋ ସହିତ କମେଣ୍ଟ ସେକ୍ସନରେ ସେୟାର କରନ୍ତୁ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ପସନ୍ଦ ଆସିଥିବ ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିନେବେ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହିଲି, ଧନ୍ୟବାଦ।